तो हाय ସାଙ୍ଗମାନେ ତ ଦେଖିପାରୁଛନ୍ତି ଇଏ ହେଉଛି ଆଜିର ଗୋଟେ ଛୋଟିଆ ବର୍ଥଡ଼େ ପ୍ରୋଗ୍ରାମ୍। ତ ପ୍ରୋଗ୍ରାମ୍ଟି କିଛି ବଡ଼ ନୁହେଁ, ଛୋଟିଆ କରି କରାହେଇଛି। ତ ସେ ଭାଇ ମୋତେ କହିଲେ କି ଭାଇ ଆମର ଯେ ବଜେଟ୍ ଟିକେ କମ୍ ଅଛି ତ ଟିକେ ଲୋ ବଜେଟ୍ କରିଦିଅନ୍ତୁ। ମୁଁ କହିଲି ହଉ ଠିକ୍ ଅଛି ଭାଇ, କିଛି ଅସୁବିଧା ନାହିଁ, ଆପଣଙ୍କର ବଜେଟ୍ ଅନୁଯାୟୀ ଆମେ କାମ କରିପାରିବୁ। ତ ଦେଖିପାରୁଛୁ ସାଙ୍ଗମାନେ ଇଏ ହେଲା ଆଜିର ଗୋଟେ ଛୋଟିଆ ବର୍ଥଡ଼େ ପ୍ରୋଗ୍ରାମ୍। ତ ପ୍ରୋଗ୍ରାମ୍ଟା କିଛି ଏଇ ଟାଇପ୍ର ଅଛି, ଦେଖନ୍ତୁ ଚାଲ ଆପଣଙ୍କୁ ଦେଖେଇଦେବି ପୁରା ଏଣ୍ଟ୍ରିଟା କେମିତି ଅଛି। ଦେଖିଛନ୍ତି ଏମିତି ଏଣ୍ଟ୍ରିଟା ରହିଛି। ତ ଉପରେ ରୋଟୋ ସିଲିଂ ହେଇଛି ଆଉ ଦୁଇ ପଟେ ୱାଲିଂ ହେଇଛି। ତ ପ୍ରୋଗ୍ରାମ୍ଟା ଦେଖିବାକୁ ଗଲେ ସେମିତି କିଛି ଅଧିକ କିଛି ଖାସ୍ ହେଇନି, କିଛି କମ୍ ନୁହେଁ, ତ ନର୍ମାଲ୍ ରଖା ହେଇଛି ଦେଖିପାରୁଛନ୍ତି। ତ ଚାଲନ୍ତୁ ସାଙ୍ଗମାନେ ମୁଁ ଆପଣମାନଙ୍କୁ କିଛି ଉପରର ଭିଡ଼ିଓ କିଛି ମୁଁ ଆପଣମାନଙ୍କୁ ଦେଖାଉଛି। ତ ଦେଖିପାରୁଛନ୍ତି ସାଙ୍ଗମାନେ ଇଏ କିଛି କ୍ଲୋଜ୍ ଲୁକ୍ ଦେଖିପାରୁଛନ୍ତି ନା। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ଉପରୁ ନେଇଯାଉଛି, ଆପଣ ଉପର କିଛି ଭିଡ଼ିଓ ଆପଣ ଦେଖି। ତ ସାଙ୍ଗମାନେ ଦେଖିପାରୁଛନ୍ତି ଇଏ ହେଲା ଉପରର କିଛି ଭିଡ଼ିଓ ଦେଖିପାରୁଛନ୍ତି। ତ ଆର ଯେଉଁ ୱାଲ୍ଟି ଦିଆହେଇଛି ଆର ବ୍ୟାକ୍ଗ୍ରାଉଣ୍ଡ ପାଇଁ, ତ ରାଉଣ୍ଡ କିଛିଟା ପଡ଼ିଥାନ୍ତା। ଆଉ ତଳେ ଯେଉଁ କାର୍ପେଟ୍ ପକା ହେଇଛି ତା ଛାତ ଉପରେ ଯେଉଁ କାର୍ପେଟ୍ଟା ପଡ଼ିଛି, ତ ସେ କାର୍ପେଟ୍ ବଦଳରେ ସେ ଷ୍ଟେଜ୍ ପଡ଼ିଥାନ୍ତା, ତା ଉପରେ କାର୍ପେଟ୍ ପଡ଼ିଥାନ୍ତା। ଆଉ ଦୁଇ ପଟେ ଫ୍ଲାୱାର୍ ଲାଗିଥାନ୍ତା ଆଣ୍ଡ ଆଉ ଦୁଇପଟେ କ୍ୟାଣ୍ଡେଲ୍ ଲ୍ୟାମ୍ପ ଲାଗିଥାନ୍ତା। ଉପରେ ହ୍ୟାଙ୍ଗିଂ ଫ୍ଲାୱାର୍ ଲାଗିଥାନ୍ତା। ଆଉ ଉପରେ ଯେଉଁ ସିଲିଂଟା ହେଇଛି ସେ ସିଲିଂ ବଦଳରେ ଆମର ରୋଟୋ ସିଲିଂ ଟୋଟାଲ୍ କିଛି ପୁରା ହେଇଥାନ୍ତା। ତ ସେ ଭାଇ ମୋତେ କହିଲେ ଭାଇ ଆମର ବଜେଟ୍ ଟିକେ କମ୍ ଅଛି, ତ ଟିକେ ଲୋ ବଜେଟ୍ କରିଦିଅନ୍ତୁ। ତ ଆମେ ସେଇ ଅନୁଯାୟୀ ଆଜିର ପ୍ରୋଗ୍ରାମ୍ଟା ଯେଉଁ କରାହେଇଛି ତ ଆପଣ ଦେଖିପାରୁଛନ୍ତି ସାଙ୍ଗମାନେ। ତ କେମିତି କ'ଣ ହେଇଛି ତ ଭିଡ଼ିଓ ମାଧ୍ୟମରେ ଟିକେ ମୋତେ କମେଣ୍ଟ କରି କହିବେ। ତ ଆଉ ଏମିତିକାର କିଛି ଭଲ ଭଲ ଭିଡ଼ିଓ ଆପଣମାନଙ୍କୁ ଦେଖିବାକୁ ମିଳିବ। ଆଉ ଆଗକୁ ଯେଉଁ ପ୍ରୋଗ୍ରାମ୍ ଅଛି, ବହୁତ ଭଲ ଭଲ ପ୍ରୋଗ୍ରାମ୍ ଅଛି, ବଡ଼ ବଡ଼ ପ୍ରୋଗ୍ରାମ୍। ତ ଆପଣମାନଙ୍କୁ ସବୁ କିଛି ଭିଡ଼ିଓ ମୁଁ ଆପଣଙ୍କୁ ଦେଖାଇବାକୁ ଚେଷ୍ଟା କରିବି। ତ ଆଜିର ଭିଡ଼ିଓଟା ଏମିତି ରହିଛି କିଛି। ତ ଆଜିର ଯାହା ବି କିଛି ପ୍ରୋଗ୍ରାମ୍ ଏନି ପ୍ରୋଗ୍ରାମ୍ ଛୋଟ ବଡ଼ ସବୁ କିଛି ପ୍ରୋଗ୍ରାମ୍ ଆପଣମାନଙ୍କୁ ଦେଖାଇବା ପାଇଁ ଟ୍ରାଏ କରି। ଆଉ ଯେଉଁ କାମଟା ହେଇଛି ତା ପୂର୍ବର କିଛି ଭିଡ଼ିଓ ମୁଁ ସୁଟିଂ କରିପାରିଲିନି, କାହିଁକିନା ମୋ ପାଖରେ ତ ଯେଉଁ ପିଲାମାନେ ଆସିଥିଲେ ସେ ପିଲାମାନେ କାମ କରିବା ପାଇଁ ସେମାନେ କିଛି ଅସୁବିଧା ଥିବା ଯୋଗୁଁ ସେମାନେ ପଳେଇଗଲେ, ତାଙ୍କର ନିଜର କିଛି ଅସୁବିଧା ଥିଲା ଯେ। ତ ଆଜିର